ଆଉ ଆଜି ଏକ ଏ ସକାଳ ଭେଟଘାଟ ପାଇଁ ଆଜ୍ଞା ଆପଣଙ୍କୁ ପ୍ରେଜ ଦଲାର ପ୍ରେଜ ଲାଲର ଆଉ ଭଲ ଅଛନ୍ତି। ଭଲ ଅଛି। ଆଉ ନିଶ୍ଚିତ ଭାବେ ଆପଣଙ୍କର ସହିତ ଗୋଟେ ଚିନ୍ତା ଥିଲା ଅନେକ ଦିନ ପରେ କିଛି କଥା ହେବା ପାଇଁ ଆମ ଦର୍ଶକ ମାନଙ୍କୁ କିଛି ଆଉ ଶୁଭ ସମାଜ ଜଣାଇବା ନିମନ୍ତେ ତ ନିଶ୍ଚିତ ଭାବେ ଆଜି ଅକସ୍ମାତ ଭେଟ ହେଇଥିବାରୁ ଖୁସି ଲାଗୁଛି। ଏକ ବିଶେଷ ଖବର ସଂଗ୍ରହ କରିବା ପାଇଁ ଆପଣଙ୍କଠାରୁ ଜାଣିବା ନିମନ୍ତେ ଆପଣ ନିଶ୍ଚିତ ଭାବେ ଆମ ଉତ୍କଳ ବାପ୍ଟିଷ୍ଟ ମଣ୍ଡଳୀରେ ଏକ ପାଳକ ଅଟନ୍ତି। ତା ସାଥେ ସାଥେ ମଧ୍ୟ ତାବଡ଼ା ମଣ୍ଡଳୀର ଏକ ବାସିନ୍ଦା ମଧ୍ୟ ବିଶ୍ୱାସୀ ଆଉ ଭାବେ ବି ଗଣିତ ହୁଅନ୍ତି। ତ ନିଶ୍ଚିତ ଭାବେ ଆପଣଙ୍କ ଗାଁରେ ଯାହା ଆମେ ଶୁଣିବାକୁ ପାରୁଛୁ ପାଳକ ଚୟନ ହେଇଛି, ଏହା ଠିକ୍ ନା ନାହିଁ? ଭାଇ ବିକାଶ କର ପାଷ୍ଟର ବାଦପୁରଙ୍କର ସମସ୍ତ ଶ୍ରୋତାମଣ୍ଡଳୀକୁ ବ୍ରଦର କୁନାକୁ ମୋ ନମସ୍କାର। ନମସ୍କାର। ବ୍ରଦର ନାଥନ ଲୋହରା ମୋ ଠାରୁ 5 ବର୍ଷ ସାନ। ପିଲାଟି ବେଳୁ ଆମେ ସଣ୍ଡେ ସ୍କୁଲ ଯାଉ, ବଡ଼ ଉପାସନାକୁ ଯାଉ। ପୁଣି ଯେତେବେଳେ ସେ +2 ପଢ଼ିଲେ ଆଉ ଅଧିକା BA ପଢ଼ିବା ପାଇଁ ସେ ଇଚ୍ଛା ନ କରି ଆହ୍ୱାନ ପାଇ ବଜରାଜନଗର ଝାରସୁଗୁଡ଼ା ଜନ୍ ପ୍ରି ବ୍ରିଜ ପାଖରେ ସେ 2 ବର୍ଷ ତାଲିମ ସମାପ୍ତ କଲେ। ପୁଣି ଈଶ୍ୱରଙ୍କର ଜୀବନ୍ତ ବାକ୍ୟ ତାଙ୍କ ରାଜ୍ୟ ଧାର୍ମିକତା କାର୍ଯ୍ୟରେ ଅଧିକ ତାଙ୍କ ଜୀବନରେ ବଢ଼ାଇବା ପାଇଁ ୱାଇଜାକ୍ ବା ବିଶାଖାପାଟଣା COTR ବାଇବେଲ କଲେଜରେ ସେ BTS ବାଇବେଲ ତାଲିମ ଗ୍ରହଣ ସମାପ୍ତ କଲେ। ପୁଣି ଫର୍ଦର ହାଇ ଷ୍ଟଡି ପାଇଁ ସେଇଠି ହିଁ ସେ MD 2 ବର୍ଷ କଲେ। ପୁଣି ଫର୍ଦର ହାଇ ଷ୍ଟଡି ପାଇଁ ବାଙ୍ଗଲୋର ସାଏକ୍ସ କଲେଜରେ PhDରେ ପାଦ ଦେଲେ। କିନ୍ତୁ ଆର୍ଥିକ ଅବସ୍ଥା ତାଙ୍କୁ ଶୋଚନୀୟ ସକାଶୁ ଆଉ ଅଧିକା ସେଇଠି ସେ ପଢ଼ିପାରିଲେ ବ୍ୟାକ୍ ନାହିଁ। କଲେ ବା ଅଧିକା ବାଇବେଲ ତାଲିମ ଗ୍ରହଣ କରିପାରିଲେ ନାହିଁ। ତହିଁ ପରେ ପ୍ରିୟ ଦର୍ଶକ ବନ୍ଧୁମାନେ ଆଜ୍ଞା ବର୍ତ୍ତମାନ ତାବଡ଼ା ମଣ୍ଡଳୀ ପାଳକଙ୍କର କିଛି ଜୀବନ୍ତ ସାକ୍ଷ୍ୟ ଆଜ୍ଞାଙ୍କୁ ଦେଇ ଆମେ ଶୁଣିବାକୁ ପାରୁଛୁ। ନିଶ୍ଚିତ ଭାବେ ତାଙ୍କ କ୍ୱାଲିଫିକେସନ ବିଷୟରେ ବର୍ତ୍ତମାନ ପ୍ରଥମ ପର୍ଯ୍ୟାୟରେ ଶୁଣିଲୁ। ତ ନିଶ୍ଚିତ ଭାବେ ପାଳକ ଆଜ୍ଞା, ତ ତାଙ୍କ ସହିତ ଆପଣଙ୍କ ସମ୍ପର୍କ କେମିତି ହୁଏ? ତାଙ୍କ ସହିତ ପିଲାବେଳୁ ମୋ ସମ୍ପର୍କ, କାରଣ ଯେତେବେଳେ ଆମେ ପିଲା ଥାଉ ସେତେବେଳେ ଆମ ବାପା ଜଣେ ପାଳକ ଥିଲେ। ତାଙ୍କ ବାପା ଡିକନ୍ ଥାଆନ୍ତି। ତେଣୁ ଆମେ ଆଉ ଗାଧୋଇବା ପାଇଁ ହେଉ କିମ୍ବା ଆମମାନେ କୌଣସି ଏକ ସ୍ଥାନକୁ ଯାଇ ପ୍ରାର୍ଥନା କରିବା ପାଇଁ, ପ୍ରଭୁ ଯୀଶୁଙ୍କ ବିଷୟରେ କଥାଭାଷା, ସଣ୍ଡେ ସ୍କୁଲ ବିଷୟ ନେଇ କଥାଭାଷା ହେବା ପାଇଁ ବିଭିନ୍ନ ସ୍ଥାନରେ ଆମେ ସମୟ କଥାଭାଷା କ୍ଷେପଣ କରୁ। ଏପରି ସତ୍ତ୍ୱେ ମୁଁ ୟୁନାଇଟେଡ଼ ଥିଓଲୋଜିକାଲ କଲେଜ କଟକକୁ ବାଇବେଲ ତାଲିମ ଗ୍ରହଣ କରିବାକୁ ଗଲି। ତା ବର୍ଷେ 2 ବର୍ଷ ପରେ ସେ ସୁଯୋଗ ପାଇଲେ ବ୍ରଜରାଜନଗରରେ ବାଇବେଲ ତାଲିମ ଗ୍ରହଣ କରିବା ପାଇଁ। ପ୍ରିୟ ଦର୍ଶକ ବନ୍ଧୁମାନେ, ବର୍ତ୍ତମାନ ଆମେ ଏଇ ସକାଳର ଭେଟଘାଟରେ ପାଳକଙ୍କ ଠାରୁ ତାଙ୍କ ଜୀବନ୍ତ ସାକ୍ଷ୍ୟ ବିଷୟରେ ଆମେ ଶୁଣିବାକୁ ପାରୁଛୁ। ସେ ହେଉଛନ୍ତି ତାଙ୍କ ପିଲାଦିନର ଆତ୍ମୀୟ ପ୍ରିୟ ବନ୍ଧୁ ଅଟନ୍ତି ପାଳକ ନାଥନ ଲୋହରା ଆଜ୍ଞା। ଆଉ ସେ ସେବା କାର୍ଯ୍ୟ ଭିତରେ ଗାଁକୁ ଫେରନ୍ତି, ଆସନ୍ତି, ଯାଆନ୍ତି। ତାଙ୍କର ଭଲ ଗୁଣ କ'ଣ ଆପଣ ଜାଣନ୍ତି? ଯଦିବା ପ୍ରଭୁ ତାଙ୍କୁ ଓଡ଼ିଶା ଭାରତବର୍ଷରେ କୌଣସି ଏକ ଅନୁଷ୍ଠାନରେ ବ୍ୟବହାର କଲେ, ତଥାପି ସେ ନିଜ ମଣ୍ଡଳୀ ତାବରଡ଼ାକୁ ସେ ପାଶୁରନ୍ତି ନାହିଁ। ହୁଏତ 2-3 ମାସକୁ ଥରେ, 5 ମାସ 6 ମାସକୁ ଥରେ ନିଜ ମଣ୍ଡଳୀକୁ, ମଣ୍ଡଳୀର ଲୋକମାନଙ୍କୁ ଦେଖିବା ପାଇଁ ସେ ଆସନ୍ତି। ପୁଣି ଉପାସନାରେ ଆଉ ସେ ଭାଗ ନିଅନ୍ତି। କୌଣସି ଉପାସନାରେ ତାବଡ଼ା ମଣ୍ଡଳୀରେ ଥାଇ ସେ କେବେ ହେଲେ ଫେଲୁର କରନ୍ତି ନାହିଁ। ପ୍ରିୟ ଦର୍ଶକ ବନ୍ଧୁମାନେ, ନିଶ୍ଚିତ ଭାବେ ଆମମାନଙ୍କର ପାଳକ ଆଜ୍ଞା କହୁଛନ୍ତି ଯେ ନାଥନ ଲୋହରା ଆଜ୍ଞା ସେ ଉପାସକ ପ୍ରିୟ ପ୍ରଭୁଙ୍କ ଦାସ ଅଟନ୍ତି। ସେ ସବୁ ସମୟରେ ସବୁ ମୁହୂର୍ତ୍ତରେ ଉପାସନା ବିହୀନ କେବେ କାଟନ୍ତି ନାହିଁ। ତାହା ଆମମାନଙ୍କୁ ଆଜି ଏକ ସୁନ୍ଦର ପରିଚୟ ଦେଇଛନ୍ତି। ତେଣୁ ଧନ୍ୟବାଦ ଦିଏ ଆଉ ପାଳକ ମହାଶୟ। ଆଉ ତାଙ୍କର ଗୁଡ୍ ହ୍ୟାବିଟ୍ କ'ଣ ଆପଣ ଜାଣନ୍ତି? ତାଙ୍କ ଗୁଡ୍ ହ୍ୟାବିଟ୍ ହେଉଛି ସେ ପ୍ରାର୍ଥନା ପ୍ରିୟ, ପୁଣି ଷ୍ଟଡି ପ୍ରିୟ। ବାଇବେଲ ସହିତ ବିଭିନ୍ନ ବାଇବେଲ ସମ୍ବନ୍ଧୀୟ ଆଉ ପୁସ୍ତକ ପୁସ୍ତିକା, ପୁଣି ବିଭିନ୍ନ ଡକ୍ଟ୍ରିନାଲ ପୁସ୍ତକ ପୁସ୍ତିକା ପଢ଼ିବାରେ
ଅବିରତ ରହନ୍ତି। ପୁଣି ସେ ଜଣେ ସାହାଯ୍ୟ ପ୍ରେମୀ। ପୁଣି ତାଙ୍କ ବିରୁଦ୍ଧରେ କିଏ ଛୋଟ କି ବଡ଼ କଥା କହିଲେ ସେ ମୁଣ୍ଡକୁ ହିଁ ନିଅନ୍ତି ନାହିଁ। ପ୍ରିୟ ଦର୍ଶକ ବନ୍ଧୁ ମାନେ ନିଶ୍ଚିତ ଭାବେ ଆମେ ଆଉ ଗୋଟେ କଥାରୁ ଆମେ ବୁଝିବା ପାରୁଛୁ ଯେ ସେ ଜଣେ ଶାନ୍ତ ପ୍ରିୟ ପାଳକ। ତାଙ୍କର ଗୋଟେ ସୁନ୍ଦର ଗୁଣ ହେଉଛି ନମ୍ରତା ଭୂଷଣ ଗୁଣ ବିଷୟରେ ଆମେ ଶୁଣିବାକୁ ପାରୁଛୁ। ମୁଁ ଶୁଣିବାକୁ ପାରୁଛି ପ୍ରିୟ ପାଳକ ମହାଶୟ ସେ ଭଲ ଗୀତ ଲେଖନ୍ତି ଗାଆନ୍ତି, ଏହା କ'ଣ ସତ କି? ସେ କେବଳ ମାଣ୍ଡଳିକ କି ସମ୍ମିଳନୀ ଫିଗରର ଗାୟକ ନୁହନ୍ତି, ସେ ଓଡ଼ିଶା ପୁଣି ଭାରତବର୍ଷର ଜଣେ ଷ୍ଟୁଡ଼ିଓର ଉତ୍ତମ ପ୍ରିୟ ମଧୁର ଖ୍ରୀଷ୍ଟୀୟ ଗୋସ୍ପେଲ୍ ସିଙ୍ଗର ଅଟନ୍ତି। ବା ପ୍ରେଜ୍ ଦ ଲର୍ଡ। ଆଉ ପ୍ରିୟ ଦର୍ଶକ ବନ୍ଧୁ ମାନେ ଆଉ ତାବଡ଼ା ମଣ୍ଡଳୀ ଏକ ସୌଭାଗ୍ୟ ଦିନଟି ପାଇଛି ଯେ ଅନେକ ଦିନର ଆଶାକାଂକ୍ଷା ଯାହା ଅସରନ୍ତି ପରି ଲାଗୁଥିଲା ତାହା ପୂର୍ଣ୍ଣ ହେଇଛି। ନିଶ୍ଚିତ ଭାବେ ପାଳକ ମହାଶୟ କହୁଥିଲେ ସେ ଜଣେ ଅତି ସୁନ୍ଦର ଗାୟକ, ଗୀତ ଲେଖନ୍ତି, ସ୍ୱର କରନ୍ତି, ଏକ ଆତ୍ମୀୟ ଗୀତ ଗୁଡ଼ାକ ପରିପୂର୍ଣ୍ଣ ଅଟନ୍ତି। ନିଶ୍ଚିତ ଭାବେ ଅନେକ ତାଙ୍କ ଗୀତ ଲଞ୍ଚ ହେଇଛି। ମୁଁ ଆଶା କରୁଛି ଆଗାମୀ ସମୟରେ ତାଙ୍କଠାରୁ ବାଇଟ୍ ନେବା ପାଇଁ ଚେଷ୍ଟା କରିବି। ତ ଆଉ ଶେଷ ପ୍ରତିକ୍ରିୟା ନେବା ପାଇଁ ଚାହେଁ ପାଳକ ମହାଶୟ, ଆଉ ତାଙ୍କ ସ୍ପିଚ୍ର ଷ୍ଟାଇଲ୍ କେମିତି, ବାକ୍ୟ ମେସେଜ କେମିତି କ୍ରିଏଟ୍ କରନ୍ତି, କେମିତି ସେ ବିଷୟରେ କେବେ ଆପଣ ଆଲୋଚନା କରିଛନ୍ତି ତାଙ୍କ ସହିତ? ତାଙ୍କୁ ପ୍ରଭୁ 2-3ଟି ସ୍ପିଚ୍ ଦାନ ଦେଇଛନ୍ତି। ଗୋଟିଏ ପ୍ରଚାର କରିପାରିବ, ଗୋଟିଏ ଶିକ୍ଷା ଦେଇପାରିବେ। ୱାହ, ଭେରି ଗୁଡ୍। ପୁଣି ବିଜାତୀୟମାନଙ୍କ ନିକଟରେ ସେ ସୁସମାଚାର ମଧ୍ୟ ପ୍ରଚାର କରନ୍ତି। ପ୍ରିୟ ଦର୍ଶକ ବନ୍ଧୁମାନେ ଚମତ୍କାର କଥା, ସୁସମାଚାର, ଆନନ୍ଦଜନକ ସୁସମାଚାର, ଏ ସମସ୍ତ କାର୍ଯ୍ୟରେ ନିପୁଣ ଅଟନ୍ତି ପାଳକ ନାଥନ ଲୋହରା ତାବଡ଼ା ମଣ୍ଡଳୀର। ତ ନିଶ୍ଚିତ ଭାବେ ପାଳକ ମହାଶୟ କହୁଥିଲେ ଆଜ୍ଞା ବି ଜଣେ ସୁପରିଚିତ ପାଳକ ଅଟନ୍ତି। ଆଉ ତାଙ୍କ ଜୀବନ୍ତ ସାକ୍ଷ୍ୟକୁ ଅନୁଭବ କରିକି ଆଜି ଦର୍ଶକମାନଙ୍କୁ କହୁଛନ୍ତି ଯେ ଅତି ସୁମଧୁର ଭାବରେ ଈଶ୍ୱରଙ୍କ ଗୀତ ଗାନ କରିବା ସହିତ ସହିତ ମଧ୍ୟ ବାକ୍ୟ ପ୍ରଚାର, ଶିକ୍ଷା ପ୍ରଚାର, ଟିଚିଂ କରିବା, ଏ ସମସ୍ତ ଆଦର୍ଶ ଜୀବନୀ ତାଙ୍କ ଜୀବନ ଭର୍ତ୍ତି ରହିଛି। ତେବେ ଆଉ କେବେ ଆପଣ ତାଙ୍କୁ ରାଗିଛନ୍ତି କି? ଆପଣ ତାଙ୍କୁ ସାର୍ କେବେ ରାଗିଛନ୍ତି ତାଙ୍କୁ? ତାଙ୍କୁ ମୁଁ କେବେ ରାଗିନି, କି ବା ଆପଣ ସେଟା ରାଗିଛନ୍ତି କି? କିନ୍ତୁ ମୋତେ ସେ କେବେ ରାଗି ନାହାନ୍ତି। ଆଉ କଦାପି ଆମେ କୌଣସି ଈର୍ଷା କି ବା କ୍ରୋଧ କି ଛୋଟ କି ବଡ଼ କୌଣସି ଝଗଡ଼ା କରିନାହୁଁ ଆମେ। ଆଉ ସେ ପିଲାଟି ବେଳୁ ମୋତେ ନମସ୍କାର କରନ୍ତି, କିନ୍ତୁ ମୁଁ ଆଜି ପର୍ଯ୍ୟନ୍ତ କେବେ ତାଙ୍କୁ ଆଗ ନମସ୍କାର କରିନି। ଯାହା ହଉ, ଆଉ ଭଲ ପାଇବା ଯୋଉଠି ଥାଏ ଏ ପ୍ରକାର ଅଭିମାନ କିମ୍ବା ଘୃଣା ମନୋଭାବ କେବେ ନଥାଏ। ପ୍ରେମ ହେଉଛି ଚିରଶାଶ୍ୱତ ଶ୍ରେଷ୍ଠ ବିଷୟ ଅଟେ। ତ ନିଶ୍ଚିତ ଭାବେ ମୁଁ ଆଶା କରୁଛି ଆଉ ଆମର ପାଳକ ନାଥନ ଲୋହରାଙ୍କ ଭିତରେ ଯେଉଁ ପବିତ୍ର ଆତ୍ମାଙ୍କ ଗୁଣ ରହିବା କଥା ତା ପରିପୂର୍ଣ୍ଣ ଅଟେ ବୋଲି ଆଶା କରୁଛି। ତେଣୁ ଆମେ ଆଜି ଅନେକ କଥା ଶୁଣିପାରିଲୁ, ଧନ୍ୟବାଦ ଦିଏ ପାଳକ ମହାଶୟ। ପୁଣି ଶେଷ କଥା ପଚାରିବାକୁ ଚାହେଁ, ଆମ ଦର୍ଶକମାନଙ୍କୁ ଆପଣଙ୍କ ବ୍ୟକ୍ତିଗତ ମତ ପାଳକଙ୍କ ସହିତ କ'ଣ ଅନୁରୋଧ ରକ୍ଷା କରିବା, ଶୁଭ ବାର୍ତ୍ତା ଦେବେ କହିବା ପାଇଁ ଅନୁରୋଧ କରୁଛି। ଖ୍ରୀଷ୍ଟୀୟ ସମାଜ ମୋର ବିନତି ଅନୁରୋଧ, ଭାଇ ନାଥନ କୁମାର ଲୋହରା ତାଙ୍କର ହସ୍ତାର୍ପଣ ଏବଂ ପାଳକୀୟ ଅଭିଷେକ କାର୍ଯ୍ୟ ପାଇଁ ଆପଣମାନେ ଦୟାରେ ପ୍ରାର୍ଥନାରେ ସ୍ମରଣ କରୁଥିବେ। ପୁଣି ଯେପରି ତାବଡ଼ା ମଣ୍ଡଳୀ ଈଶ୍ୱରଙ୍କ ରାଜ୍ୟ ଓ ଧାର୍ମିକତା ସୁସମାଚାର ସେବା କାମ ପାଇଁ ସାରା ଆଗକୁ ବଢ଼ିପାରିବେ, ବିଶ୍ୱରେ ଶେଷ ପ୍ରାନ୍ତର ପର୍ଯ୍ୟନ୍ତ ବଢ଼ିପାରିବ, ଏଥିପାଇଁ ସଦାସର୍ବଦା ପ୍ରାର୍ଥନାରେ ଆପଣମାନେ ମନେ ପକାଉଥିବେ। ଧନ୍ୟବାଦ। ଆପଣଙ୍କର ଏହି ବହୁମୂଲ୍ୟ ସମୟ ଆମ ଚ୍ୟାନେଲକୁ ଦେଇଥିବା ହେତୁ ଆଉ ମୋ ତରଫରୁ ଆମ ଦର୍ଶକ ତରଫରୁ ଧନ୍ୟବାଦ ଦେଉଛୁ। ଆଜ୍ଞା ରହିଲୁ, ନମସ୍କାର।